ଯେତେବେଳେ ସମସ୍ତେ ଆପଣଙ୍କ ବିରୁଦ୍ଧରେ ହୋଇଯାନ୍ତି, ସତରେ କ'ଣ ପ୍ରଭୁ ଆମକୁ ରକ୍ଷା କରନ୍ତି? ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ମୋର ଆଉ ଗୋଟେ ମିନି ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆପଣଙ୍କୁ ବିଶେଷ ଗୋଟେ କଥା କହିବାକୁ ଯାଉଛି। ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଏପ୍ରିଲ 30 ତାରିଖ ନରସିଂହ ଚତୁର୍ଦ୍ଦଶୀ ପଡ଼ୁଛି। ଯଦି ଆପଣମାନେ ଚତୁର୍ଦ୍ଦଶୀ ବ୍ରତ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ ଏଇ ଦିନରୁ ଆରମ୍ଭ କରିପାରିବେ। ନରସିଂହ ଚତୁର୍ଦ୍ଦଶୀ କରିବାକୁ ଚାହୁଁଥିଲେ ତା'ର କେତୋଟି ନିୟମ ଅଛି। ବ୍ରତ କରିବାକୁ ଚାହୁଁଥିଲେ ଆପଣମାନଙ୍କୁ ନିର୍ଜଳା ବ୍ରତ ରଖିବାକୁ ପଡ଼ିବ। ଯଦି ଦେହ ଅସୁସ୍ଥତା ଅଛି, ତାହେଲେ ଆପଣମାନେ ଫଳ ଖାଇକି ବ୍ରତ କରିପାରିବେ। ସନ୍ଧ୍ୟାବେଳେ ପ୍ରାକଟ୍ୟ ଦିବସ ଅଛି ନରସିଂହଙ୍କର। ଯେହେତୁ ହିରଣ୍ୟକଶ୍ୟପକୁ ମାରିବା ପାଇଁ ନରସିଂହ ସନ୍ଧ୍ୟା ସମୟକୁ ଅପେକ୍ଷା କରିଥିଲେ। ପ୍ରହ୍ଲାଦଙ୍କ ବିରୁଦ୍ଧରେ ଯେତେବେଳେ ସମସ୍ତେ ହେଇଯାଇଥିଲେ, ପ୍ରହ୍ଲାଦ ସେତିକି ଭକ୍ତି ଆଉ ବିଶ୍ୱାସ ମନରେ ନରସିଂହଙ୍କୁ ଡାକୁଥିଲେ। ସେଥିପାଇଁ ତ ନରସିଂହ ଦେବତା ସ୍ତମ୍ଭ ଭିତରୁ ପ୍ରକଟ ହେଇଥିଲେ। ସନ୍ଧ୍ୟା ସମୟରେ ଆମେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା ଏତିକି ଯେ, ପ୍ରଭୁ ମୋ ଭିତରେ ଥିବା କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାରକୁ ଆପଣ ତ୍ୟାଗ କରିଦିଅନ୍ତୁ। ଆଉ ହଁ, ବିଶେଷ ଗୋଟେ କଥା ମନେ ରଖିବେ, ଏହି ଦିନରେ କେବେ ବି ଆପଣମାନେ ଅନ୍ନ ଖାଇବେ ନାହିଁ। ଆଉ ଆପଣମାନେ ଯଦି ଚାହୁଁଥିବେ, ପ୍ରଭୁଙ୍କ ପାଖରେ ବିନା ପିଆଜ ରସୁଣର ପ୍ରସାଦ ଲଗେଇ ବି ପାରିବେ।